ভূমিষ্ঠ প্রণাম যাত্রা রানী সিংহবাহিনী পার্লামেন্ট পারিষদ সদস্য যাত্রা রানী সিংহবাহিনীর 2026 উপলক্ষে আপন মান হাতে নিয়ে আজ তার চতুর্থ নাটক ওপেনিং হয়েছি তুব বজরঙ্গী। এই নাটক রচনা করছেন দীপক জেনা, তাকে নির্দেশনা করছেন বলিউড হলিউড হাই বিগ নির্দেশক মহেশ হাজরা। পার্লামেন্ট পারিষদ প্রযোজিত যাত্রা রানী সিংহবাহিনীর আজির মঞ্চস্থ নাটক ভাজিবাত নাটক তুব বজরঙ্গী। নিশ্চয় যেহেতু গোটে পাঠ পড়া বইর মলাট দেখে গলে আজকা ডেটর পিୟୁଷ ତ୍ରିପାଠୀ ଯେକୌଣସି ଗୋଟେ ବହି ପଢିବା ପାଇଁ ହେଲେ ପ୍ରଥମେ ବହିର ମଲାଟ ଦେଖାଯାଏ। ସେଇ ମଲାଟର ଆମର ଆଜି ପିୟୁଷ ତ୍ରିପାଠୀ ଯାତ୍ରାରେ ସିଂହବାହିନୀରେ ଆଜି ପାଦ ଥାପିଛନ୍ତି। ଯେ ପ୍ରଥମ ଥର ପାଇଁ ଏତେ ଲୋକ ଯେ ସିଣ୍ଡିକେଟ ପଡିଆରେ ଗାଡି ରଖିବା ପାଇଁ ଜାଗା ନାହିଁ, ଟିକେ ପାଦ ଧୋଇବା ପାଇଁ ବି ଜାଗା ନାହିଁ। ଦର୍ଶକ ମାନଙ୍କ ଭଲ ପାଇବା ଏତିକି ଥାଉ। ଯାତ୍ରାରେ ସିଂହବାହିନୀ ଆଗକୁ ଯାଉ ଓ ମିଡିଆ ଭାଇ ମାନଙ୍କ ସହଜ ସହାନୁଭୂତି ଏତିକି ଆମ ପାଖରେ ଥାଉ। ଜୟ ଜଗନ୍ନାଥ। ଧରଧର ଇଏ ଯେତିକି ଲୋକ ଆଜି ଚଣ୍ଡିଖୋଲ ସିଣ୍ଡିକେଟ ପଡିଆର ଯାତ୍ରା ଇଣ୍ଡଷ୍ଟ୍ରିର ଭୁବନେଶ୍ୱର ଭୁବନେଶ୍ୱର ଖଣ୍ଡଗିରି ଆରମ୍ଭ କରି ଯେତେ ଯାତ୍ରା ଗୋପା ଅଛି କୌଣସି ଯାତ୍ରାରେ ଏମିତି ଲୋକ ଆମେ ଦେଖିଲୁ। ଏ ଦର୍ଶକ ଦେବତା ମାନଙ୍କୁ ଦେଖିକି ଆମେ ସବୁ ଧରଧର ହେଲାଣି। ଖଣ୍ଡଗିରି ଯାତ୍ରାରେ ନିଶ୍ଚୟ ମହମତ ଦେଖେଇବ ଯାତ୍ରା ସିଂହବାହିନୀ। ଯେହେତୁ ଆମର ବଡ ଭାଇ ପିୟୁଷ ତ୍ରିପାଠୀ ଅଛନ୍ତି, ଆମେ ସବୁ ଆସୁଛୁ ନିଶ୍ଚୟ ଆପଣ ମାନଙ୍କୁ ନିଶ୍ଚୟ ଡାଇଲଗ କହିବି। ଡାଇଲଗ ନ କହିଲେ ହବ ନା, ଡାଇଲଗ ନ କହିଲେ ହବ ନିଶ୍ଚୟ ହବ। ଡାଇଲଗ କିଛି ନିଶ୍ଚୟ କହିବା ପାଇଁ ପଡିବ। ଏଇ ବେଶୀ କଥା କହନା, 10 ଲକ୍ଷ ଟଙ୍କାର ଡିଲ୍ ହେଇଛି, 5 ଲକ୍ଷ ଆଡଭାନ୍ସ ପାଇଯାଇଛି, ତତେ ନେଇ ପହଞ୍ଚେଇଦେଲା ପରେ ବାକି 5 ଲକ୍ଷ ମିଳିଯିବ।